ଯିବା। ଆଚ୍ଛା ପରିଚୟ ଝିଅ ମଇନା ନାୟକ। ଆଚ୍ଛା କ'ଣ ପାଇଁ ଆସିଥିଲେ ସବୁ କଲେକ୍ଟର ଅଫିସ୍ ଆସୁଛନ୍ତି କ'ଣ ସବୁ ସମସ୍ୟା ରହିଥିଲା? ହଁ ଆମର ଲାଷ୍ଟ ଇୟର ସେମିଷ୍ଟାର ପାଇଁ ଆସିଥିଲୁ। କ'ଣ ହେଲା? ଏକ୍ଜାମ ଦେଇପାରିବନି, ଫର୍ମ ଫିଲ୍ଅପ୍ କରିଦେବିନି କହୁଛନ୍ତି। କିଏ କହିଲା ସେଟା? ପ୍ରିନ୍ସିପାଲ ସାର୍ କହୁଛନ୍ତି। ଆଚ୍ଛା କ'ଣ ପାଇଁ କହୁଛନ୍ତି? ରିଆଡ଼ମିସନ୍ କରିଥିଲୁ, ତାଙ୍କେ କହୁଛନ୍ତି କି ଯେ ରିଆଡ଼ମିସନ୍ ହେଇନି, ଏବେ ରିଆଡ଼ମିସନ୍ ଯଦି କରାହେଉଛି ତାହେଲେ ଫର୍ମ ଫିଲ୍ଅପ୍ ହେବ, ନହେଲେ ନା ଏମିତି କହୁଛନ୍ତି। ରିଆଡ଼ମିସନ୍ ଆପଣମାନେ କରିଥିଲେ? କରିଥିଲୁ। କ'ଣ ପ୍ରମାଣ ଆପଣଙ୍କର? କାହାକୁ ଦେଇଥିଲେ ପଇସା? କାହାକୁ ଦେଇଥିଲେ? ଡାଟା ଏଣ୍ଟ୍ରି। ଆଚ୍ଛା ସେ ବର୍ତ୍ତମାନ କ'ଣ ମନା କରୁଛନ୍ତି? ହଁ ତାଙ୍କେ କହୁଛନ୍ତି ଯେ ଦିଆ ହେଇନି ବୋଲି। ମନି ରିସିପ୍ଟ ଦେଇଛନ୍ତି? ନା ମନି ରିସିପ୍ଟ କିଛି ଦିଆ ହେଇନି। ବର୍ତ୍ତମାନ ଡାଟା ଏଣ୍ଟ୍ରି ଅପରେଟର ଏବେ ଷ୍ଟାଫ୍ ଭାବରେ ନାହାନ୍ତି। କନ୍ଧମାଳ ଜିଲ୍ଲା ତୁମୁଡ଼ି ପନ୍ଧା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଏନ୍ଏସ୍ପି ଡିଗ୍ରୀ କଲେଜର ଅଧ୍ୟକ୍ଷ 6 ଜଣ ଛାତ୍ରଛାତ୍ରୀଙ୍କ ଫର୍ମ ଫିଲ୍ଅପ୍ କରିବାକୁ ଦେଉନାହାନ୍ତି। ସେମାନଙ୍କୁ ତମେ ରିଆଡମିସନ୍ ଫିସ୍ ଦେଇନାହ ବୋଲି କହୁଛନ୍ତି, କିନ୍ତୁ ଛାତ୍ରଛାତ୍ରୀମାନେ ଡିଓ ସାର୍ଙ୍କୁ ଦେଇଛୁ କିନ୍ତୁ ତମେ ଟଙ୍କା ଦେଇନାହ ବୋଲି ଅଧ୍ୟକ୍ଷ କହିଛନ୍ତି ଏବଂ ଆଗରୁ ମଧ୍ୟ ଟଙ୍କା ବାନ୍ଧିଲେ ରସିଦ ଦିଅନ୍ତିନି ବୋଲି କହୁଛନ୍ତି। ଆମ ଭବିଷ୍ୟତକୁ ନେଇ ଖେଳୁଛନ୍ତି ବୋଲି ବାଲିକୁଡ଼ା ଉପଜିଲ୍ଲାପାଳଙ୍କ ପାଖରେ ନିଜର ଅଭିଯୋଗ ରଖିଛନ୍ତି 6 ଜଣ ଛାତ୍ରଛାତ୍ରୀମାନେ। କନ୍ଧମାଳ ଜିଲ୍ଲା ବାଲିକୁଡ଼ାରୁ ଅଶୋକ କୁମାର ଦିଗାଲଙ୍କ ରିପୋର୍ଟ, ଦି ପବ୍ଲିକ ଓଡ଼ିଶା।